ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଓ ବିଜେପି ଏହା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ପୂର୍ବରୁ ଆମେ ବହୁତ ଥର ବିଜେପିର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ସେହିପରି ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ସାନ ରାମଚନ୍ଦ୍ରପୁର ପଞ୍ଚାୟତର ମଧୁଚୁଆଁ ଗାଁରେ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ବାତ୍ୟା ଆଶ୍ରୟସ୍ଥଳୀରେ ନିର୍ବାଚନ ସଭା କରୁଥିଲେ। ଏହା ବିରୁଦ୍ଧରେ ପଦକ୍ଷେପ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛୁ। କାରଣ ନିର୍ବାଚନ ଆଚରଣ ବିଧି ଲଗାଇଥିବା ସମୟରେ କୌଣସି ସରକାରୀ ସମ୍ପତ୍ତିକୁ ବ୍ୟବହାର କରାଯାଇ ପାରିବ ନାହିଁ। ଏଥିରୁ ବିଜେପି କ୍ଷାନ୍ତ ରହୁ ବୋଲି ବିଜେଡି ମୁଖପାତ୍ର ଓମ୍ ପ୍ରକାଶ ସାହୁ କହିଛନ୍ତି।